ଅଁଳାକଟା ଗ୍ରାମରେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ। ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ ଅଁଳାକଟା ଗ୍ରାମରେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ଦିନ ସନ୍ଧ୍ୟାରେ ଭକ୍ତମାନେ କଳସ ଧରି ଗ୍ରାମର ଡେମ୍ବିରି ବନ୍ଧ ପୋଖରୀରେ ପହଞ୍ଚି ଯଥାବିଧି ପୂର୍ବକ ପୂଜାର୍ଚ୍ଚନା ସହ କୁମ୍ଭ ଜଳ ପୂର୍ଣ୍ଣ କରି ଶଙ୍ଖ ଘଣ୍ଟ ନାମ ଓ କୀର୍ତ୍ତନରେ ପଟୁଆରରେ ଆସି ରାଧାକୃଷ୍ଣଙ୍କର ଯୁଗଳ ମୂର୍ତ୍ତି ସ୍ଥାପିତ ମଣ୍ଡପରେ କଳସ ସ୍ଥାପନ କରିବା ସହ ପ୍ରଭୁଙ୍କର ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା କରାଯାଇଥିଲା। ଶନିବାର ପ୍ରତ୍ୟୁଷରୁ ନାମ ସଂକୀର୍ତ୍ତନ ଆରମ୍ଭ ସହ ଅଖଣ୍ଡ ଦୀପ ପ୍ରଜ୍ୱଳନ କରାଯାଇଥିଲା। ଅଁଳାକଟା ଗ୍ରାମର 38ଟି ସଂକୀର୍ତ୍ତନ ମଣ୍ଡଳୀ ପହଞ୍ଚି ଗ୍ରାମରେ ପରିକ୍ରମା କରିଥିଲେ। ପୂଜକ ଭାବରେ ନିମେଇ ଚରଣ ତ୍ରିପାଠୀ ପୂଜାର୍ଚ୍ଚନା କାର୍ଯ୍ୟ ତୁଲାଇଥିଲେ। ପୂଜାରେ କର୍ତ୍ତା ଭାବେ ବିଶ୍ୱନାଥ ସାହୁ ବସିଥିଲେ। ଗ୍ରାମର ପରିଚାଳନା କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ନିର୍ମଳ କୁମାର ସାହୁ ଗ୍ରାମ କମିଟିର ସମସ୍ତ ସଦସ୍ୟ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ଏବଂ ଗ୍ରାମବାସୀଙ୍କ ତତ୍ତ୍ୱାବଧାନରେ ନାମ ଯଜ୍ଞ କାର୍ଯ୍ୟ ସମାପନ ହୋଇଯାଇଛି। ଢେଙ୍କାନାଳରୁ ମହେଶ୍ୱର ସାହୁଙ୍କ ରିପୋର୍ଟ, ଦୁର୍ଗା ନ୍ୟୁଜ୍ 24 ଓଡ଼ିଆ। ଗୋଲକକୁ ଆଣିଛନ୍ତି ହରେନାଥ କୃଷ୍ଣ ମହାମନ୍ତ୍ର ଜୀବ ଯେମିତି ଉଦ୍ଧାର ପାଇବେ ସେଥିପାଇଁ ମହାପ୍ରଭୁଙ୍କର ଜପ କରିବା, ଧ୍ୟାନ କରିବା, ଆମେ ସହଜରେ ଏ ଭବସାଗରରୁ ଉଦ୍ଧାର ପାଇପାରିବା। ହରେ କୃଷ୍ଣ ହରେ କୃଷ୍ଣ।